जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम वास्तु सेशन को आगू बढ़ाइबा वास्तु सेशन क्रम आमे पढ़ुले विभिन्न पुराण शास्त्र रु वास्तुर टिप्स एंड ट्रिक्स गुड़ा पढ़ुले तो से गुड़ा से क्रमटा को से पर्यायटा को आम आगू बढ़ाइबा पुराण शास्त्र सर्वप्रथम वेदर वास्तुर डिटेल्स गुड़ा पढ़िले तापर काली आम अग्नि पुराण एवं श्रीमद् भागवत महापुराण को कंप्लीट करिछे वर्तमान आम आगू बढ़िबा आज आम पढ़िबा मत्स्य पुराण गोटे एक्सट्राक्ट वास्तु को नहीं मत्स्य पुराण रे 18 जन वास्तुशास्त्र आचार्य मानकर नाम उल्लेख होइछ कि पुरातन जुगरे सनातन धर्म रे 18 जन थिले जे कि वास्तुशास्त्र आचार्य थिले एई श्लोकटा मत्स्य पुराण अध्याय 252 2 रु 4 अछि श्लोकटा एमिति अछि भोगरात्रिर वसिष्ठश्च विश्वकर्मा मयस्तथा नारदो नग्नजी चैव विशालाक्ष पुरंदरः ब्रह्मा कुमारो नंदिशः सौनको गर्ग एव च वासुदेवो अनिरुद्धश्च तथा शुक्र बृहस्पतिः अष्टादशैते विख्याता वास्तुशास्त्रोपदेशिकाः संक्षेपण उपदिष्टं यन्मनेव मत्स्यरूपिणा तेणु पुणी कही रखे एई जो आमे सेशनटा पढ़ुचे सेशनटा आमे वास्तुशास्त्रर पुरातन 18 जुगर पुरातन जुगर 18 जन महान वास्तुविद आचार्यंकर नाँ मत्स्य पुराणर अध्याय नंबर 252 2 रु 4 नंबर श्लोक भितर सन्निहित करा जायछि से श्लोकटी मु पढ़िली से श्लोकर अर्थ होला से जो 18 जन महान तम वास्तु आचार्य थिले पुरातन जुगर से माने किए किए थिले ना महर्षि भृगु महर्षि अर्त्री महर्षि वशिष्ठ देवशिल्पी विश्वकर्मा मयदानव नारद नग्नजित विशालाक्ष इंद्र ब्रह्मा कुमार कार्तिकेय नंदीश्वर सौनक गर्ग वासुदेव कृष्ण अनिरुद्ध शुक्राचार्य एवं बृहस्पति वाला क्लास है। तेणु यही 18 जन थे भृगु महर्षि भृगु किए थे महर्षि भृगु थे शुक्राचार्यंकर पिता ठीक ଅଛି बहुत शास्त्र ज्ञाता ଥିଲେ ठीक ଅଛି तापरे अत्रि ये होउଛନ୍ତି अत्रि बारुणी वरुण देवंकर तृतीय पुत्र ଥିଲେ महर्षि वशिष्ठ होउଛନ୍ତି पराशर ऋषिंकर पिता एमती समस्त नाम आमे भलसे जानिछे आमे केवल एई जो जेतिक ना कहली ସେଥିରୁ ଆପଣ ମାନେ କେବଳ ଜାଣି ନଥିବେ ଯଦି ଜାଣି ନଥିବେ ମୟ କିଏ ମୟ ହଉଛନ୍ତି ତ୍ୱଷ୍ଟା ବା ବିଶ୍ୱକର୍ମାଙ୍କର ତୃତୀୟ ପୁତ୍ର ଠିକ ଅଛି କିଏ କିଏ କହନ୍ତି ଇଏ ରାବଣର ଶ୍ୱଶୁର ବୋଲି ବିଶାଲାକ୍ଷ କିଏ ବିଶାଲାକ୍ଷ ହଉଛନ୍ତି ଭଗବାନ ଶିବ ନିଜେ ଭଗବାନ ଶିବଙ୍କର ଅନ୍ୟ ନାମ ହଉଛି ବିଶାଲାକ୍ଷ ଠିକ ଅଛି ତାପରେ କୁମାର कार्तिकेय ସମସ୍ତେ ଜାଣିଛନ୍ତି ନନ୍ଦୀଶ୍ୱର ମହାରାଜଙ୍କୁ ସମସ୍ତେ ଜାଣିଛନ୍ତି ସେ ଭଗବାନ ମହାଦେବଙ୍କର ପ୍ରଧାନ ସେବକ ଶିଷ୍ୟ ଏବଂ ବାହନ ମଧ୍ୟ ସୌନକ ଋଷି ହଉଛନ୍ତି ଋଷି ସୁନକ ଯିଏକି ଆ, ବହୁତ ଶାସ୍ତ୍ରର ବହୁତ ପୁରାଣ ଶାସ୍ତ୍ରରେ ତାଙ୍କର ଉବାଚ ଦେଖିବାକୁ ମିଳେ ଗର୍ଗ ହଉଛନ୍ତି ସିଏ ଯେ ଭଗବାନ ବାସୁଦେବଙ୍କର ନାମକରଣ କରିଥିଲେ ଏବଂ ଯଦୁବଂଶର ପୁରୋହିତ ଥିଲେ ସିଏ ଭଗବାନ ବା ଶ୍ରୀକୃଷ୍ଣ ବାସୁଦେବଙ୍କ ବିଷୟରେ କିଏ କିଏ ବା ନ ଜାଣିଛି ଯିଏକି ମାନେ ସମୁଦ୍ର ଭିତରେ 150 ବାଇ 150 ବର୍ଗ କିଲୋମିଟରର ଗୋଟେ ସୁନ୍ଦର ଭବ୍ୟ ବାସ୍ତୁଶାସ୍ତ୍ର ନିର୍ମିତ ଗୋଟିଏ ଭବ୍ୟ ମାନେ ପ୍ରାସାଦ ଗୋଟେ ନଗର ନିର୍ମାଣ କରିଥିଲେ ସେ ଭଗବାନ ବାସୁଦେବ ବି ଙ୍କୁ ବି ବାସ୍ତୁଶାସ୍ତ୍ରର ଆଚାର୍ଯ୍ୟ ବୋଲି କୁହାଯାଏ ଠିକ ଅଛି ତେଣୁ ୟା ଭିତରେ ଆଉ କିଛି କୋଉ ଲୋକଙ୍କର କୋଉ ଆଚାର୍ଯ୍ୟ ମାନଙ୍କର ନା ଡାଉଟ ଆଉ ନାହିଁ ଅନିରୁଦ୍ଧ କିଏ ଥିଲେ ଇଏ ବାସୁଦେବ କୃଷ୍ଣଙ୍କର ପୌତ୍ର ତଥା ପ୍ରଦ୍ୟୁମ୍ନଙ୍କର ପୁତ୍ର ଥିଲେ ମାନେ ଅନିରୁଦ୍ଧ ଥିଲେ ସିଏ ହଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ନାତି ପ୍ରଦ୍ୟୁମ୍ନଙ୍କର ପୁତ୍ର ଠିକ ଅଛି ଯାହାଙ୍କର ଉଷା ଯୋଉ ବାଣାସୁରଙ୍କର ଝିଅ ସହିତ ଯାହାଙ୍କର ବାହାଘର ହେଇଥିଲା ଶୁକ୍ରାଚାର୍ଯ୍ୟ ଇଏ କେହି କିଏ କାହାର ଡାଉଟ ନାହିଁ ଶୁକ୍ରାଚାର୍ଯ୍ୟଙ୍କ ବିଷୟରେ ଠିକ ଅଛି ତ ଏମାନେ ଥିଲେ ମତ୍ସ୍ୟ ପୁରାଣ କହୁଛି ଯେ ଏଇ 18 ଜଣ ଥିଲେ ପୁରାତନ ଯୁଗର ବହୁତ ବଡ ବଡ ସିଦ୍ଧ ଆଚାର୍ଯ୍ୟ ବାସ୍ତୁର ଏଇଟା ମତ୍ସ୍ୟ ପୁରାଣର ମନ୍ତ୍ର ତ ଏଇଥିରୁ ଆପଣ ମାନେ ଜାଣିପାରନ୍ତୁ ଯେ ଭଗବାନ ଶ୍ରୀକୃଷ୍ଣଙ୍କଠୁ ଆରମ୍ଭ କରି ଯୋଉ ଆଉ ଏକ୍ସଟ୍ରା 17 ଜଣଙ୍କ ନାଁ ମୁଁ ପଢିଲି ସେମାନେ ସନାତନ ଧର୍ମ ସଂସ୍କୃତିର ପୁରାତନ ଧରୋହର ଅଟନ୍ତି
ଏବଂ ସେମାନେ ଯୋଉଭଳି ଭାବରେ କାମ କରିଛନ୍ତି ବାସ୍ତୁଶାସ୍ତ୍ରକୁ ନେଇ, ସେଇଟା ଅତୁଳନୀୟ। ସେ ଜିନିଷଟା ହଉଛି ଅତୁଳନୀୟ ଏବଂ ସେମାନେ ବାସ୍ତବରେ ସେଟା କରିକି ଦେଖେଇଛନ୍ତି। ଏବଂ ଯାହାର ନିଦର୍ଶନ ମଧ୍ୟ ଆପଣମାନେ ଆଜି ବି ଦ୍ୱାରକା ନଗରୀକୁ ସମୁଦ୍ର କୂଳରେ ସମୁଦ୍ର ଭିତରେ ବୁଡ଼ିକି ସାଇଣ୍ଟିଷ୍ଟ ମାନେ ବାହାର କରିକି ଦେଖେଇଛନ୍ତି। ତ ଆଜିର ସେସନରେ ଆମେ ଜାଣିଲେ ମତ୍ସ୍ୟ ପୁରାଣ ଅନୁସାରେ ବାସ୍ତୁଶାସ୍ତ୍ରରେ ଯୋଉ ମେନ୍ 18 ଜଣ ଆଚାର୍ଯ୍ୟ ମାନେ ଅଛନ୍ତି ତାଙ୍କର ନାଁ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।